ଭିଜିଲାନ୍ସ ଜାଲରେ ସରକାରୀ ବାବୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି, ଯାହାକି ଏକକାଳୀନ 9ଟି ସ୍ଥାନରେ ଚାଲିଛି ଚଢ଼ାଉ। ଆଜି ସକାଳେ ସୂର୍ଯ୍ୟମଣିଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ସରଡ଼ାର 3ଟି ଘରେ ଭିଜିଲାନ୍ସ ଚଢ଼ାଉ କରିଛି ଏବଂ ସରଡ଼ାରେ ଥିବା ଏହି 3ଟି ଘର ସୂର୍ଯ୍ୟମଣି ଭଡ଼ା ସୂତ୍ରରେ ଦେଇଥିବା ସୂଚନା ମିଳିଛି। ସେହିପରି ଜଟଣୀ ପୌର ପରିଷଦ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ। ଏଥିସହିତ ଭୁବନେଶ୍ୱର ସ୍ଥିତ ବାସଭବନରେ ବି ରେଡ୍ କରିଛି ଭିଜିଲାନ୍ସ। ତେବେ କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ବ୍ରହ୍ମପୁରର କିଛି ଅଞ୍ଚଳରେ ରେଡ୍ ଚାଲିଛି। ସେହି କ୍ରମରେ ଭୁବନେଶ୍ୱର ଜାଗମରା ଫ୍ଲାଟରୁ ମିଳିଛି 17 ଲକ୍ଷ ନଗଦ ଟଙ୍କା। ଆଉ ଏହି ରେଡ୍ରେ 9 ଜଣ ଡିଏସ୍ପି, 4 ଜଣ ଇନ୍ସପେକ୍ଟର, 13 ଜଣ ଏଏସ୍ଆଇ ସାମିଲ ରହିଥିବା ସୂଚନା ମିଳିଛି।